ବନ୍ଧୁଗଣ, ଆଜିର ପ୍ରସଙ୍ଗ ହେଉଛି ରାକ୍ଷୀର ଡୋରିରେ ବନ୍ଧା ଭଲ ପାଇବା। ରକ୍ଷାବନ୍ଧନର ଏକ ହୃଦୟସ୍ପର୍ଶୀ ଅନୁଚିନ୍ତା। କିଛି ସମ୍ପର୍କ ଏମିତି ହୋଇଥାଏ ଯାହାକୁ ବୁଝିବା ପାଇଁ ବଡ଼ ବଡ଼ ଶବ୍ଦର ଆବଶ୍ୟକତା ନଥାଏ। ଗୋଟିଏ ଛୋଟ ହସ, ଗୋଟିଏ ମିଠା କଥା, ଗୋଟିଏ ଫୋନ୍ କଲ୍ କିମ୍ବା ହାତରେ ବନ୍ଧା ଗୋଟିଏ ରାକ୍ଷୀ ହିଁ ସେହି ସମ୍ପର୍କର ଗଭୀରତାକୁ ବୁଝାଇ ଦିଏ। ଭାଇ ଭଉଣୀର ସମ୍ପର୍କ ମଧ୍ୟ ସେମିତି ଏକ ପବିତ୍ର ସମ୍ପର୍କ। ରକ୍ଷାବନ୍ଧନ କେବଳ ଏକ ପର୍ବ ନୁହେଁ, ଏହା ହେଉଛି ପିଲାଦିନର ସ୍ମୃତିକୁ ପୁଣି ଥରେ ମନେ ପକାଇବାର ଦିନ। ଏହା ହେଉଛି ଭାଇ ଭଉଣୀର ସ୍ନେହକୁ ଆଉ ଗଭୀର କରିବାର ଦିନ। ଏହା ହେଉଛି ଏକାଠି ବସି ମନର କଥା କହିବାର ଦିନ। ରାକ୍ଷୀର ସୂତା ଦେଖିବାକୁ ଛୋଟ, କିନ୍ତୁ ତାହା ସହିତ ବନ୍ଧା ଭଲ ପାଇବାର କାହାଣୀ ବହୁତ ଲମ୍ବା। ଥରେ ଗୋଟିଏ ଛୋଟ ଗାଁରେ ରହୁଥିଲେ ଜଣେ ଭାଇ ଓ ତା'ର ଭଉଣୀ। ଭାଇର ନାମ ଥିଲା ସୁମନ ଏବଂ ଭଉଣୀର ନାମ ଥିଲା ରୀନା। ଦୁହେଁଙ୍କ ମଧ୍ୟରେ ବହୁତ ଭଲ ପାଇବା ଥିଲା। ଛୋଟବେଳେ ରୀନା ସବୁବେଳେ ଭାଇ ପଛେ ପଛେ ଯାଉଥିଲା। କେବେ ଭାଇ ତା'ର ଖେଳନା ନେଇ ଯାଉଥିଲା, କେବେ ଭଉଣୀ ଭାଇର ପୁସ୍ତକ ଲୁଚାଇ ଦେଉଥିଲା। ଦୁହେଁ ଝଗଡ଼ା କରୁଥିଲେ, ରାଗୁଥିଲେ, ମାଙ୍କ ପାଖରେ ପରସ୍ପର ବିରୋଧରେ ଅଭିଯୋଗ କରୁଥିଲେ, କିନ୍ତୁ କିଛି ସମୟ ପରେ ପୁଣି ଏକାଠି ଖେଳୁଥିଲେ। ପିଲାଦିନର ସେଇ ଛୋଟ ଛୋଟ ଝଗଡ଼ା ହିଁ ପରେ ସବୁଠାରୁ ମଧୁର ସ୍ମୃତି ହୋଇଯାଏ। ସମୟ ଗଡ଼ିଲା, ଦୁହେଁ ବଡ଼ ହେଲେ। ରୀନାର ବିବାହ ହୋଇଗଲା। ସେ ଦୂର ସହରରେ ରହିବାକୁ ଲାଗିଲା। ସୁମନ ମଧ୍ୟ ନିଜ କାମରେ ବ୍ୟସ୍ତ ହୋଇଗଲା। ପୂର୍ବ ପରି ପ୍ରତିଦିନ ଦେଖା ହେଉନଥିଲା। ପୂର୍ବ ପରି ଝଗଡ଼ା ମଧ୍ୟ ହେଉନଥିଲା। କିନ୍ତୁ ଦୂରତା ବଢ଼ିଲେ ମଧ୍ୟ ଭଲ ପାଇବା କମିଲା ନାହିଁ। ଗୋଟିଏ ରକ୍ଷାବନ୍ଧନ ଦିନ ରୀନା ଭାଇ ଘରକୁ ଆସିପାରିଲା ନାହିଁ। ସେ ଡାକ ଯୋଗେ ଏକ ରାକ୍ଷୀ ପଠାଇଦେଲା। ରାକ୍ଷୀ ସହିତ ଏକ ଛୋଟ କାଗଜରେ ଲେଖା ଥିଲା, ଭାଇ, ଆଜି ମୁଁ ତୁମ ହାତରେ ରାକ୍ଷୀ ବାନ୍ଧି ପାରିଲି ନାହିଁ, କିନ୍ତୁ ମୋର ଭଲ ପାଇବା ତୁମ ପାଖରେ ସବୁବେଳେ ରହିବ। ଦୂରତା ଆମ ଘର ମଧ୍ୟରେ ହୋଇପାରେ, ଆମ ହୃଦୟ ମଧ୍ୟରେ ନୁହେଁ। ସୁମନ ଚିଠିଟି ପଢ଼ି ନୀରବ ହୋଇଗଲା। ତା ଆଖିରେ ଲୁହ ଆସିଗଲା। ସେହି ମୁହୂର୍ତ୍ତରେ ତା'ର ମନେ ପଡ଼ିଗଲା ପିଲାଦିନର ସେହି ଦିନଗୁଡ଼ିକ। ସେ ବୁଝିଲା, ଜୀବନରେ ଅନେକ ଲୋକ ଆମ ସହିତ କିଛି ଦୂର ଚାଲିଥାନ୍ତି, କିନ୍ତୁ କିଛି ସମ୍ପର୍କ ଆମ ସହିତ ଜୀବନର ଶେଷ ପର୍ଯ୍ୟନ୍ତ ଚାଲିଥାଏ। ସେହିଦିନ ସୁମନ ଭଉଣୀକୁ ଫୋନ୍ କରି କେବଳ ଏତିକି କହିଲା, ରୀନା, ରାକ୍ଷୀ ହାତରେ ବନ୍ଧା ହେଉ କି ନ ହେଉ, ତୁ ମୋ ହୃଦୟରେ ସବୁବେଳେ ବନ୍ଧା ହୋଇ ରହିଛୁ। ଏହା ଶୁଣି ରୀନା ଚୁପ୍ ହୋଇଗଲା। ତା ଆଖିରେ ଖୁସିର ଲୁହ ଥିଲା। ଏହି ହେଉଛି ରକ୍ଷାବନ୍ଧନର ସତ୍ୟ ସୌନ୍ଦର୍ଯ୍ୟ। ସମ୍ପର୍କର ଦୂରତା ମାପିବା ପାଇଁ ରାସ୍ତା ଦେଖନ୍ତୁ ନାହିଁ, ହୃଦୟରେ ଥିବା ସ୍ଥାନକୁ ଦେଖନ୍ତୁ। ଆଜି ଆମେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ, ନିଜ ଜୀବନକୁ ସୁନ୍ଦର କରିବାରେ ବ୍ୟସ୍ତ, କିନ୍ତୁ ଏହି ବ୍ୟସ୍ତତା ମଧ୍ୟରେ ଆମେ କେବେ କେବେ ସେହି ଲୋକମାନଙ୍କୁ ଭୁଲି ଯାଉଛୁ, ଯେଉଁମାନେ ଆମ ଖୁସି ପାଇଁ ନିଜ ଖୁସିକୁ ମଧ୍ୟ ଛାଡ଼ି ଦେଇଥାନ୍ତି। ରକ୍ଷାବନ୍ଧନ ଆମକୁ
ସେହି କଥା ମନେ ପକାଇ ଦିଏ। ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ବଡ଼ ଉପହାର ଦରକାର ନାହିଁ। ଦରକାର ହେଉଛି ଟିକିଏ ସମୟ, ଟିକିଏ ଯତ୍ନ ଏବଂ ନିଷ୍କପଟ ଭଲ ପାଇବା। ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିବା ସମୟରେ ଯେଉଁ ଆଶା ରଖେ, ସେ କେବଳ ଉପହାରର ଆଶା ନୁହେଁ। ସେ ଚାହେଁ ଭାଇ ତା'ର ସୁଖରେ ଖୁସି ହେଉ, ଦୁଃଖରେ ପାଖରେ ଠିଆ ହେଉ ଏବଂ ଜୀବନର କଠିନ ସମୟରେ ତାକୁ ଏକା ଅନୁଭବ କରିବାକୁ ନ ଦିଅ। ସେହିପରି ଜଣେ ଭାଇ ପାଇଁ ଭଉଣୀ ହେଉଛି ପିଲାଦିନର ଏକ ସୁନ୍ଦର ଅଧ୍ୟାୟ, ଯାହାକୁ ଯେତେ ଥର ପଢ଼ିଲେ ମଧ୍ୟ ମନ ଭରେ ନାହିଁ। ରକ୍ଷାବନ୍ଧନର କିଛି ଅମୂଲ୍ୟ ଅନୁଚିନ୍ତା। ରାକ୍ଷୀର ଡୋରି ଛିଣ୍ଡି ଯାଇପାରେ, କିନ୍ତୁ ସତ ଭାଇ ଭଉଣୀର ସମ୍ପର୍କ କେବେ ଛିଣ୍ଡିଯାଏ ନାହିଁ। ଭାଇ ଭଉଣୀର ଝଗଡ଼ା କିଛି ମୁହୂର୍ତ୍ତର, କିନ୍ତୁ ସେମାନଙ୍କର ଭଲ ପାଇବା ସାରା ଜୀବନର। ଯେଉଁ ଘରେ ଭାଇ ଭଉଣୀର ହସ ଶୁଣାଯାଏ, ସେହି ଘରର ସ୍ମୃତି ଜୀବନ ସାରା ମନରେ ରହିଯାଏ। ଭାଇର ସୁରକ୍ଷା ଓ ଭଉଣୀର ସ୍ନେହ, ଏହି ଦୁଇଟି ମିଶିଲେ ରକ୍ଷାବନ୍ଧନ ସମ୍ପୂର୍ଣ୍ଣ ହୁଏ। ସମୟ ବଦଳିଯାଏ, ଠିକଣା ବଦଳିଯାଏ, ଜୀବନର ପରିସ୍ଥିତି ବଦଳିଯାଏ, କିନ୍ତୁ ପିଲାଦିନର ଭାଇ ଭଉଣୀର ସ୍ନେହ ହୃଦୟରେ ସବୁବେଳେ ସମାନ ରହିଥାଏ। ତେଣୁ ଏହି ରକ୍ଷାବନ୍ଧନରେ ଗୋଟିଏ ସଂକଳ୍ପ କରିବା, ଆମେ ନିଜ ସମ୍ପର୍କକୁ କେବଳ ପର୍ବଦିନରେ ନୁହେଁ, ପ୍ରତିଦିନ ସମ୍ମାନ ଦେବା। ଅଭିମାନ ଥିଲେ କଥା ହୋଇ ସମାଧାନ କରିବା, ଦୂରେ ଥିଲେ ଫୋନ୍ କରିବା ଏବଂ ଯେତେବେଳେ ଜୀବନ କଠିନ ହେବ ପରସ୍ପରକୁ କହିବା, ଚିନ୍ତା କରନି, ମୁଁ ତୋ ସହିତ ଅଛି। କାରଣ ଜୀବନରେ ସବୁ କିଛି ମିଳିଯିବା ସଫଳତା ନୁହେଁ। ଏମିତି କିଛି ଲୋକଙ୍କୁ ଜୀବନରେ ପାଇବା, ଯେଉଁମାନେ ଆମ ଖୁସିରେ ହସନ୍ତି ଓ ଆମ ଦୁଃଖରେ ନୀରବରେ ପାଖରେ ଠିଆ ହୁଅନ୍ତି। ସେହି ହେଉଛି ପ୍ରକୃତ ସୌଭାଗ୍ୟ। ରାକ୍ଷୀ କେବଳ ଏକ ସୂତା ନୁହେଁ, ରାକ୍ଷୀ ହେଉଛି ଏକ ଭରସା, ରାକ୍ଷୀ ହେଉଛି ଏକ ପ୍ରତିଜ୍ଞା, ରାକ୍ଷୀ ହେଉଛି ଶୈଶବର ସ୍ମୃତି, ରାକ୍ଷୀ ହେଉଛି ଦୂରତାକୁ ହରାଇ ଦେଉଥିବା ଭଲ ପାଇବା। ଏହି ରକ୍ଷାବନ୍ଧନରେ ପ୍ରତ୍ୟେକ ଭାଇ ଭଉଣୀର ହୃଦୟରେ ସ୍ନେହ ରହୁ, ସମ୍ପର୍କରେ ବିଶ୍ୱାସ ରହୁ, ଜୀବନରେ ଖୁସି ରହୁ ଏବଂ ପରସ୍ପର ପାଇଁ ସବୁବେଳେ ଏକ ଭରସାର ହାତ ରହୁ। ଶୁଭ ରକ୍ଷାବନ୍ଧନ।